ପାଟନାରେ ଶ୍ରୀରାମ ମନ୍ଦିରରେ ରାମନବମୀ ମହୋତ୍ସବ ମହାଧୁମଧାମରେ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ପାଟନା ବଜାର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଙ୍କ ଜନ୍ମତିଥିକୁ ସାରା ଦେଶରେ ରାମନବମୀ ଭାବେ ଧୁମଧାମରେ ପାଳନ କରାଯାଉଥିବା ବେଳେ ପାଟନା ମୁଖ୍ୟାଳୟରେ ମଧ୍ୟ ଏହି ପର୍ବକୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପାଟନା ପ୍ରଖଣ୍ଡ ଦ୍ୱାରା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପାଟନା ପ୍ରଖଣ୍ଡ ଓ ବଜରଙ୍ଗ ଦଳ ପାଟନା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଶ୍ୟାମ ଛକ ହନୁମାନ ମନ୍ଦିରଠାରୁ ବାହାରି ବଜାର ଅଞ୍ଚଳ ଦେଇ ରାମ ମନ୍ଦିର ଯାଏଁ ଯାଇଥିଲା। କାର୍ଯ୍ୟକ୍ରମରେ ପାଟନା ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ସହିତ ବିଶ୍ୱ ହିନ୍ଦୁ ପରିଷଦ ପାଟନା ଖଣ୍ଡ ସଭାପତି ସନାତନ ଦାସ ଓ ସମ୍ପାଦକ ଡମ୍ବରୁଧର ମହାନ୍ତଙ୍କ ସହିତ ଶତାଧିକ ବିଶ୍ୱ ହିନ୍ଦୁ ପରିଷଦର କର୍ମୀ, ଶ୍ରଦ୍ଧାଳୁ ଏବଂ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ଏକ ବିଶାଳ ରାମ ଝଣ୍ଡା ନେଇ ଶୋଭାଯାତ୍ରାରେ ଜୟ ଶ୍ରୀରାମ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କେନ୍ଦୁଝର ପାଟନାରୁ ଦଶରଥ ବାରିଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।